ଜଙ୍ଗଲ ଥିଲେ ମଙ୍ଗଲ ହେସି। ବାଲିଗୁଡ଼ା ବନାଞ୍ଚଳ ଖମଣାଖୋଲ ସେକ୍ସନ ସ୍ଥାନୀୟ ହାଟବଜାରଠାରେ ବନ ବିଭାଗ ପକ୍ଷରୁ ପଞ୍ଚାୟତ ସ୍ତରୀୟ ବାନାଗିନି ପତ୍ରିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବନପାଲ ଗିରୀଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ସରପଞ୍ଚ ଚାନ୍ଦୁଲାଲ ମାଝୀ ମୁଖ୍ୟ ଅତିଥି, ସମାଜସେବୀ ଅଭିରାମ ରଣା ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ସୈନିକ ଉମାକାନ୍ତ ତାଣ୍ଡି, ସାମ୍ବାଦିକ ବଂଶୀଧର ମାଝୀ, ଗ୍ରାମ ରୋଜଗାର ସେବକ ରବୀନ୍ଦ୍ର ରଣା, ୱାର୍ଡର ସଭ୍ୟ ଗିରୀଶ ଚନ୍ଦ୍ର ସିଂ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଜଙ୍ଗଲ ସଂରକ୍ଷଣ ଏବଂ ବନାଗ୍ନି ସଚେତନତା ବିଷୟରେ କହିବାର ସହ ସହ ଜଙ୍ଗଲ ଥିଲେ ମଧ୍ୟ ମଙ୍ଗଲ ହେସି, ତେଣୁ ଜଙ୍ଗଲର ସୁରକ୍ଷା ସଭିଙ୍କ ଦାୟିତ୍ୱବୋଧ ବୋଲି ମୁଖ୍ୟ ବକ୍ତା କରିଥିଲେ। ବନରକ୍ଷୀ ରଜନୀକାନ୍ତ ବେହେରା ଅତିଥି ପରିଚୟ ଏବଂ ବନରକ୍ଷୀ ଆଶିଷ ପ୍ରଧାନ ଧନ୍ୟବାଦ ଦେଇଥିଲେ। ପରେ କଳାକାରମାନଙ୍କ ଦ୍ୱାରା ସଚେତନ ଧର୍ମୀ ଡ୍ରାମା ଏବଂ ନୃତ୍ୟ ଗୀତ ପରିବେଷଣ କରିଥିଲେ। ରାଜକୁମାର ରଣା ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ସଭ୍ୟ ଓ ଅଞ୍ଚଳବାସୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।